ଦେଖ ଭାଇ ତାଳ ଦୁଇ ଭାଇ ଶୋଇଛନ୍ତି ଚିର ନିଦ୍ରାରେ। ଏ ହେଉଛି ଉପଯୁକ୍ତ ସମୟ। ମାତାଙ୍କ ଆଦେଶ ମାନି ସବୁ ଧନ ରତ୍ନ ବହି ନେବା ମାତାଙ୍କ ପାଶକୁ। ଚାଲ ଭାଇ, ଆଉ ବିଳମ୍ବରେ ନାହିଁ ପ୍ରୟୋଜନ। ଶୋଇପଡ଼ ଭାଇ, ଶୋଇପଡ଼, ଆଉ କିଛି କ୍ଷଣ ଶୋଇପଡ଼। ଆରେ ଜାଗା ରାତି ପାହିଗଲାଣି। ଆରେ ଉଠୁ, ରୋଷେଇ କଲେ ଖାଇବା। ଉଠିଲୁ? ଓହୋ ଭାଇ, ଥଣ୍ଡାରେ ଅନେକ ପ୍ରସାଦ ଅଛି, 4 ଦିନ ଖାଇଲେ ମଧ୍ୟ ସରିବନି। ଆଉ ରୋଷେଇ କାହିଁକି କରିବା? ତମେ ଶୋଇପଡ଼ୁନ। ଭାରି ଭୋକ। ଆରେ ଜାଗା ଉଠିଲୁ? ଖାଇବା ପରା। ଉଠୁ,
ଉଠିଲୁ? ନାଇଁ ଭାଇ, ମତେ ଆଜି କାହିଁ ଭଲ ଲାଗୁନି। ମୁଁ ଆଜି କିଛି ଖାଇବିନି। ଶୋଇପଡ଼, ଶୋଇପଡ଼। ଭଲ କେମିତି ଲାଗିବ ଯେ? ଖାଲି ତ ତୋର ସେଇ ଲକ୍ଷ୍ମୀ ଚିନ୍ତା। ଆମେ କଣ ରୋଷେଇ କରି ମୁଠେ ଖାଇପାରିବାନି? ଆରେ ଉଠିଲୁ, ଆରେ ଉଠୁ। ଆରେ ଜଗା, ଏ ଜଗା, ଆରେ ଉଠିଲୁ। ଆମେ କଣ ଦୁହେଁ ଭୂମିରେ ଶୟନ କରିଛେ? ଏ ଜଗା, ଉଠୁ, ଉଠିଲୁ। ଆରେ ଏ ଜଗା, ଭାଇ, ଦେଖିଲୁ ଆମେ କଣ ଦୁହେଁ ଭୂମିରେ ଶୟନ କରିଛେ? ଆଖି ଖୋଲି ଦେଖିଲୁ। ଜଗା, ଭାଇ, ଜଗା, ଆମେ କଣ ଭୂମିରେ କରିଛେ ଶୟନ? ଜଗା। ହେଲେ ଏମିତି କେମିତି ହେଲା ଭାଇ? ମୁଁ କିଛି ବୁଝିପାରୁନି ଭାଇ, ମୁଁ କିଛି ବୁଝିପାରୁନି। ଜଗା, ବଡ଼ ଦେଉଳ ଚାରିଦ୍ୱାର ଖୋଲା ଅଛି, ଭଣ୍ଡାର ଘର ଖାଲି ପଡ଼ିଛି। ଆରେ ଚାହିଁଛୁ କଣ? ଗଲୁ ଭିତର ଭଣ୍ଡାର ଘର ଦେଖି ଆସିବୁ। ଆରେ ଯା। ହଁ ଭାଇ, ମୁଁ ଯାଇ ଭଣ୍ଡାର ଘର ଦେଖି ଆସୁଛି। ଆରେ ଯା। ଯାଉଛି ଭାଇ, ଯାଉଛି। ଆଜିକାଲି ଏ ଚୋର ଖଣ୍ଟ ମଦ୍ୟପ ଗୁଡ଼ାକୁ ପାରି ହେବ ନାହିଁ। ଠାକୁର ଖାଇ ଖଟୁଲି ମଧ୍ୟ ଖାଇଦେବେ। ଶେଷରେ ଆମ ଘରୁ ଚୋରି କରି ଆମକୁ ଠକିବାକୁ ବସିଲେଣି। ହଁ ହଁ, ଆମକୁ ଠକିବାକୁ ବସିଲେଣି। ଭାଇ, ଜଗା, ଭଣ୍ଡାରେ କିଛି ପ୍ରସାଦ ନାହିଁ। ଜଗା, ଭଣ୍ଡାର ଘର ସବୁ ଖାଲି ପଡ଼ିଛି। ଜଗା, ଚୋରମାନେ ସବୁ ନେଇ ପଳାଇ ଯାଇଛନ୍ତି। ଜଗା। ମୁଁ ତତେ ସେତିକି ବେଳୁ ଡାକୁଛି, ତୁ ଜମା ଶୁଣିବାର ନାହିଁ। ଚୋର ପଶି ସବୁ ବୋହି ନେଇଗଲେ। ସରିଗଲା ଭାଇ, ଜଗା, ଆଜିଠାରୁ ଆମ ସୁଖର ସଂସାର ସରିଗଲା। ଜଗା। ଗଲା ସବୁ ସୁଖ। ଭାଗ୍ୟର ଲିଖନ କେ କରିବନ, ଭାଗ୍ୟର ଲିଖନ କେ କରିବନ, ବଢ଼ିଗଲା ଆମ୍ଭ ଦୁଃଖ। ସରିଗଲା ସବୁ ସୁଖ। ଶ୍ରୀମନ୍ଦିର ସିରି ଲାଗିଏ ହରି, ରତନ ଭଣ୍ଡାର ପଡ଼ିଅଛି ଖାଲି। ନିଦ୍ରାରେ ରହିଲେ ଜାଣି ନ ପାରିଲେ, ନିଦ୍ରାରେ ରହିଲେ ଜାଣି ନ ପାରିଲେ, ମରାଏ ହେ ବିମୁଖ। ସରିଗଲା ସବୁ ସୁଖ। ଯେତେ ଦୁଃଖ ଯନ୍ତ୍ରଣା ହେଲେ ମଧ୍ୟ ସହିବାକୁ ପଡ଼ିବ। ତା ନହେଲେ ହସିବେ ତ୍ରିଲୋକ, କହିବେ ଆଜି ସବୁ ହରାଇ ବଡ଼ ଠାକୁର ହେଲେଣି ହତାଶ। ହେଲେ ଜଗା, ଜଗତର କଥାକୁ ତ ସବୁ ଜାଣିପାରୁଛୁ, ମୁଁ ସିନା କିଛି ଜାଣିପାରୁନି। ହେଲେ କହିଲୁ, କିଏ ସେ ଆମର ଧନ ସମ୍ପତ୍ତିକୁ ଚୋରି କରି ନେଇଛି? ଭାଇ, ଜଗା,
ସାଥୀ ହୋଇ କରିଲେ ଶୟନ ରତ୍ନ ପଲଙ୍କରେ, କାଳ ନିଦ୍ରାରେ ଶୟନ କରିଲେ କ'ଣ କିଛି ଜାଣି ହୁଏ ଭାଇ? ଏ ଉଦର ଜ୍ୱାଳା ମୁଁ ଆଉ ସହିପାରୁନି ଭାଇ, ମୋତେ କିଛି ତୁମେ ଖାଇବାକୁ ଦିଅ। ଆମ ପାଖରେ କ'ଣ ଅଛି ଯେ ତୋତେ ଖାଇବାକୁ ଦେବି କହିଲୁ? କାଇଁ ତୋ ହାତଟା ଦେଖେଇଲୁ। ମୋ ଆଙ୍ଗୁଳିରେ ମଧ୍ୟ ଗୋଟାଏ ସୁବର୍ଣ୍ଣ ମୁଦ୍ରିକା ଅଛି। ଏଇ ଦୁଇଟା ସୁବର୍ଣ୍ଣ ମୁଦ୍ରିକା ବିକ୍ରି କରିଦେଲେ କିଛି କଉଡ଼ି ହେବ, ଆମେ କିଛି ଦିନ ଚଳିଯିବା, ଆଉ ତାପରେ ଦେଖିବା। ହେଲେ ମୁଁ ସତ କହୁଛି ରେ ଜଗା, ଯିଏ ଆମର ଧନ ସମ୍ପତ୍ତିକୁ ଚୋରି କରି ନେଇଛି ମୁଁ ତାକୁ କେବେ ହେଲେ ନ କରିବି କ୍ଷମା। ମୁଁ ତାକୁ କେବେ ହେଲେ ନ କରିବି କ୍ଷମା। କରିଛି ହରଣ ଆମ୍ଭର ସମ୍ପଦ, ଲଜ୍ଜା ଛଡ଼ାଇବି ତାର ନିର୍ବୋଧ ସେ କଥା। ମାନ ମାନିଛି ମତେ ବସି ଅଛି ଆସି ରାତେ, ଆପୁଡେ ପଡ଼ିଲେ ମୋର କରେ ହେବ ବଧ। ଉଡ଼ାଇ ମାରିବି ତାକୁ ପାଦେ ଫଟାଇବି, କୁକୁର ପରି ମରିବ ମଳୟ ସେ। ଅନ୍ୟକୁ ଦୋଷ ଦେଇ କିଛି ଲାଭ ନାହିଁ ଅଗ୍ରଜ। ନିଜର କର୍ମଫଳକୁ ଅମଳ କରିବା ପାଇଁ ନିଜେ ତତ୍ପର ହୁଅନ୍ତୁ। ଅନ୍ୟକୁ ଦୋଷଯୁକ୍ତ କରି ବସ ନାହିଁ ତୁମେ ନର୍କର ପଥରେ। ସବୁ ଦୁଃଖକୁ ଏବେ ପରିତ୍ୟାଗ କରି ଚାଲ ଏବେ ଭୋଜନ ପାଇଁ କରିବା ସଂଗ୍ରହ। ତେବେ ଚାଲନ୍ତୁ ଅଗ୍ରଜ। ଚାଲେ ଜଗା।